ଗୋଟେ କଥା ଜାଣିଛନ୍ତି ଭାଇ, ଜୀବନରେ ଆପଣଙ୍କୁ ଯେତେ ବି ସୁଯୋଗ ମିଳୁଛି ସବୁ ସୁଯୋଗର ଆପଣ ଫାଇଦା ଉଠାନ୍ତୁ, କିନ୍ତୁ ଅନ୍ୟର ଅସହାୟପଣରେ ତାର କେବେ ଲାଭ ଉଠାନ୍ତୁନି। ଆପଣଙ୍କୁ ଭଲ ପାଉଥିବା ମଣିଷର କେବେ ଭଲ ପାଇବାର ଅପବ୍ୟବହାର କରନ୍ତୁନି, କାରଣ ଯଦି ସେଇ ଦିଟା କରିବେ ନା, ସେଇ ଭଗବାନ ଆପଣଙ୍କୁ କେବେ ବି ମାଫ କରିବେନି। କାରଣ ଗୋଟେ ଲୋକ ଯେତେବେଳେ ଆପଣଙ୍କୁ ହୃଦୟ ଦେଇକି ଭଲ ପାଏ ନା, ସେ ଆପଣଙ୍କୁ ଭଲ ପାଏନି, ଆପଣଙ୍କ ଭିତରେ ଥିବା ଆତ୍ମାକୁ ଭଲ ପାଏ। ଆଉ ଯେତେବେଳେ ତା ହୃଦୟ କାନ୍ଦିବ ନା, ସେ ଯୋଉ ଲୁହଟା ଆଖିରୁ ଦବ ନା, ସେଟା ଆପଣଙ୍କ ଉପରେ ପଡ଼ିବନି, ଆପଣଙ୍କ ଜୀବନକୁ ଛାରଖାର କରିଦେବ। ସେଥିପାଇଁ କି କେବେ ବି ଭଲ ପାଉଥିବା ଲୋକର ଆଖିରେ କେବେ ବି ଲୁହ ଦେବେନି। ଆଉ ଗୋଟେ କଥା, ଯେତେବେଳେ ଆପଣ ଗୋଟେ ଅସହାୟ ଲୋକର ଅସହାୟତା ଦେଖିକି ତାକୁ ହଇରାଣ କରନ୍ତୁନି, କାରଣ ସେଇ ସମୟରେ ନା ସେ ଆପଣଙ୍କ ସାହାଯ୍ୟ ଖୋଜୁଥାଏ। ଆଉ ଯଦି ଟିକକ ଆପଣ ସାହାଯ୍ୟ କରିଦେବେ ନା, ତା ଜୀବନଟା ବଦଳିଯିବ, ଆଉ ସେ ଆପଣଙ୍କୁ ଜୀବନ ସାରା ମନେ ରଖିଥିବ। ସେଥିପାଇଁ ଏ ଦିଟା ଜିନିଷ ସବୁବେଳେ କରନ୍ତୁ। ଅସହାୟ ଲୋକର କେବେ ଫାଇଦା ଉଠାନ୍ତୁନି, ତାକୁ ଯେତେ ଦରକାର ସାହାଯ୍ୟ କରନ୍ତୁ। ଆଉ ଭଲ ପାଉଥିବା ଲୋକର ଭଲ ପାଇବାର ପ୍ରତି ଉତ୍ତରରେ ଭଲ ପାଇବା ହିଁ ଦିଅନ୍ତୁ। ତାହେଲେ ଆପଣଙ୍କ ଆଖିରୁ କେବେ ଚମକ ଯିବନି ଖୁସିର, ଆଉ ଆପଣଙ୍କ ଓଠରୁ କେବେ ହସ ଯିବନି। ରାଧେ ରାଧେ।